जय जगन्नाथ बंधुगण आज ब्लॉग टी निरा कहीं आज ब्लॉग रे देखा चाहिए आमर अति प्रिय ग्राम आमर समस्त 8-10 घर श्रद्धार जीवटी गोटे पिला समस्त जीवन अच्छी सी आज ये पढ़ी केमती धक धक हो देखिपे लगुच ये माड़ मेरुदंड न मेरुदंड मझी पिटी पूरा जोरदार माड़ पूरा एक्टिव अच्छी कि उठी पारनी एक्टिव अच्छी ना कुकुर देह खराब कुकुर खाइबेनी एक्टिव अच्छी ना खाऊँ हाँ हेल्पलाइन फोन हो तो चिंता ना आसले मैंने बाड़ी तलू दे अबाग्या बेक अबाग्या गोटा फाड़ी के काटले तो काट दियो भोक जोरसोर कर आनले कौन हाँ खाऊ भोक जोरसोर कर उंडाली खाऊ पूरा देखी भाई तार रक्त पत गोटे बाहर न माड़ कि कौटी खंडिया मुंडा दाग फाग टेस्ट ना टेस्ट उठिया ट्राई कर उठिया ट्राई कर क्षीर बुला नासना गले खाइबनी भारी सुधुरी नासना गले खाइबनी खीरा हल्दी पानी पीबे खीरा उषुम क्षीर दबा हल्दी पानी चढ़ी से काँ काँ है मुझे भीतर हो बाड़े दल का कुकुर को हाँ सी को जानी पारे आम दौचे आम फोन करूँ सी घंटा 2 घंटा कहते लगुच 2 घंटा लगे भुवनेश्वर फोन करूँ सी कहले आम कहले सी आसबे गोटे जाइए कष्ट पाऊ शीघ्र पलि आसतु कहले आ 2 घंटा लगे 2 घंटा हो आसना पुणी फोन कले हम 2 घंटा 2.5 घंटा लगे खाई दे दांत भी भांगी जाइए तल दांत डाण पटर ऊपर दांत भांगी सकाଳେ ब्लड ये दांत भांगी बाड़े रागी पिठ गोटा पार पड़े गोड़ेल एमती मारन सब पार पकेला बाडे की दर मरा मार दे टोटाल मार दे औषा पड़ थो सेन से भोगे बाड़े हाँ भोगे कुकुर स्वामी रुहति शनिवास करती
କୁଣ୍ଡେଇ ହେଉଛି କୁଣ୍ଡେଇ ବି ପାରୁନି ପ୍ରଭୁ। ଅବସ୍ଥା ପାଇଁ କିଏ ଦାୟୀ ସେଇଟା ଆମେ ସ୍ୱଚକ୍ଷୁରେ ଦେଖିନାହୁଁ, କିନ୍ତୁ ତାକୁ କିଏ ଜଣେ ବାଡ଼େଇ ଦେଇଛନ୍ତି। ତାର ଭିତର ଏକ୍ସଟର୍ନାଲ କ'ଣ ଡ୍ୟାମେଜ୍ ହେଇଛି, ପାଟି ବାଟୁ ବହୁତ ବ୍ଲଡ଼ ମଧ୍ୟ ବାହାରୁଛି। କାଲିଠାରୁ ସେ ଏମିତି ଯେତେବେଳେ ପଡ଼ିଥିଲା ଆମେ ତାକୁ ଖୋଜିଥିଲୁ, ପାଇନଥିଲୁ। ତାକୁ ସକାଳୁ ଷ୍ଟ୍ରେଚରରେ ଉଠେଇକି ଆଣି ଏଠି ରଖାଯାଇଛି। ସକାଳେ ତାକୁ କେମିତି ତାକୁ ଆମର ଏତେ ଭଲ ପାଆନ୍ତି ସମସ୍ତେ ଆସି ତା ପାଖରେ ଛିଡ଼ା ହୋଇଥିଲେ, ଦେଖିବେ ଭିଡ଼ିଓ ମାଧ୍ୟମରେ। ତାକୁ ବିସ୍କୁଟ୍ ହେରିକା ଖିଆଯାଉଥିଲା। ମୁଁ ମଧ୍ୟ ଏବେ 1962ରେ ଆମ ରାଜ୍ୟ ସରକାରଙ୍କ ଭ୍ରାମ୍ୟମାଣ ଚିକିତ୍ସା କେନ୍ଦ୍ରକୁ ଫୋନ୍ କରିଥିଲି। ଅଧଘଣ୍ଟା ଘଣ୍ଟେ ହେଇଗଲାଣି। ସେମାନେ ଆଡ୍ରେସ୍ ଲେଖିକି ନେଇଛନ୍ତି, କହିଛନ୍ତି ଆସିକି ଟ୍ରିଟମେଣ୍ଟ କରିବେ। କ'ଣ ହେବ ସେଇଟା ତ ଆମେ ଜାଣିନୁ। ତାର ପାଟି ଖୋଲୁନାହିଁ, ବହୁତ ଯନ୍ତ୍ରଣାରେ ସେ ଛଟପଟ ହେଉଛି। ଆଉ କୁକୁର ହେଉଛି ମଣିଷର ସବୁଠାରୁ ବିଶ୍ୱସ୍ତନୀୟ ସାଥୀଟିଏ। ଆପଣ ଜାଣିଥିବେ ଆଦିମ କାଳରୁ ଯେତେବେଳେ ମଣିଷ ଜଙ୍ଗଲରେ ବାସ କରୁଥିଲା, ସେତେବେଳେ ସେ କୁକୁରକୁ ହିଁ ପ୍ରଥମେ ତାର ପୋଷା ଜୀବ ରୂପେ ରଖିଥିଲା। ତାର ବିଶ୍ୱସନୀୟ ଜୀବଟିଏ। କୁକୁରମାନେ ଏମିତି ବି ଉଦାହରଣ ଅଛି, ଆପଣ ଦେଖିଥିବେ ମାଲିକକୁ ବଞ୍ଚିବା ପାଇଁ ନିଜ ଜୀବନକୁ ବାଜି ଲଗାଇ ଦେଇଛନ୍ତି। ତ ସେ ଅତି ଆପଣାର ଥିଲା ଆମ ସମସ୍ତଙ୍କର। ଆଜି କେତେ କଷ୍ଟରେ ସେ ଛଟପଟ ହେଉଛି। ତାକୁ କିଏ ଯେ ବାଡ଼େଇ ସେଇଟା ତ ଆମେ ଜାଣିନୁ। ଡାକିଦେଲେ ଖାଲି ହୁଇସିଲ୍ ମାରିଦେଲେ ସେ ଯୋଉଠି ଥାଏ ଦୌଡ଼ିକି ଆସି ପାଖରେ ପହଞ୍ଚିଯାଏ। କିନ୍ତୁ ତାର ଅବସ୍ଥା ପାଇଁ ଆମେ ଆଉ କିଛି ତ କରିପାରୁନୁ। ଭଗବାନଙ୍କୁ ଡାକୁ ତାକୁ ଭଲ କରିଦିଅନ୍ତୁ। ସେ ଭ୍ରାମ୍ୟମାଣ ଚିକିତ୍ସା କେନ୍ଦ୍ର ଡକ୍ଟରମାନେ ଶୀଘ୍ର ଆସି ପହଞ୍ଚନ୍ତୁ। ହୁଏତ ଯଦି କିଛି ଇଞ୍ଜେକ୍ସନ୍ କି କିଛି ମେଡ଼ିସିନ୍ ଦ୍ୱାରା ସେ ତାର ଆରୋଗ୍ୟ ହୋଇପାରିବ, ତାହା ଆମେ ଚାହୁଁଛୁ, ପ୍ରାର୍ଥନା କରୁଛୁ। ଆଉ ଦେଖିବେ ଆପଣମାନେ କେମିତି ଗାଁରେ ତାକୁ କେତେ ଭଲ ପାଆନ୍ତି। ତା ପାଇଁ ସକାଳୁ ସେ ଖାଇପାରୁନଥାଏ, ତା ପାଟିରୁ ବ୍ଲିଡ଼ିଂ ହେଉଥାଏ। ତାକୁ ଆଣି ବିସ୍କୁଟ୍ ତା ମୁହଁ ପାଖରେ ଥୋଇ ତାକୁ ଧରିକି ଶୋଇ ଦେଇଥିଲେ। ଏବେ ବି ସେ ଦେଖିପାରୁଥାଏ ତାର ଅବସ୍ଥା କ'ଣ। ପ୍ରତ୍ୟେକ ଜୀବନକୁ ମାଇଲେ କଷ୍ଟ ହୋଇଥାଏ। ପ୍ରତ୍ୟେକ ଜୀବର ଜୀବନଟିଏ ଥାଏ। ତ ଭଗବାନଙ୍କୁ ପ୍ରାର୍ଥନା କରୁଛୁ ଯଥାଶୀଘ୍ର ସେ ଭଲ ହେଇଯାଉ। ଆଉ ଗୋଟେ ରିକ୍ୱେଷ୍ଟ କରିବି ଚ୍ୟାନେଲ୍ ମାଧ୍ୟମରେ ଆପଣ ସମସ୍ତଙ୍କୁ, ପାଟି ଫିଟୁନଥିବା ଜୀବ ସେମାନେ, ଆମେ ହେଉଛେ ମଣିଷ ସାମାଜିକ ପ୍ରାଣୀ। ସେମାନେ ହେଉଛନ୍ତି ଅଜ୍ଞାତ। ସେମାନଙ୍କର ପାଟି ଫିଟେ ନା। ସେମାନେ ଭୋକ ବିକଳରେ ହୁଏତ କାହା ଘରେ କି ବାଡ଼ିରେ କିଛି ଖାଇ ଦେଇପାରନ୍ତି, ମୁହଁ ମାରି ଦେଇପାରନ୍ତି। ତା ବୋଲି ତାଙ୍କୁ ଏମିତି ମାରିବା କି ବାଡ଼େଇବା କି ତାଙ୍କ ଉପରକୁ ଅନେକ କ୍ଷେତ୍ରରେ ଦେଖାଯାଏ କି ଗରମ ପାଣି ହେରିକା ଢାଳି ଦିଅନ୍ତି। ସେଇଟା ମୁଁ ହାତ ଯୋଡ଼ି ଅନୁରୋଧ କରିବି ଆପଣମାନଙ୍କୁ, କୌଣସି ଜୀବକୁ ଆପଣ ଏମିତି କଷ୍ଟ ଦିଅନ୍ତୁ ନାହିଁ। ପ୍ରତ୍ୟେକ ଜୀବରେ ଭଗବାନ ବାସ କରନ୍ତି। ଆପଣ ନିଜେ ଜାଣିଛନ୍ତି ଯେ ଆପଣଙ୍କର ଗ୍ରହ ଦୋଷ ପଡ଼ିଲେ ଶନିଙ୍କୁ ପୂଜା କରିବା ପାଇଁ ଆପଣ କଳା କୁକୁରଙ୍କୁ ଆଣି ଖାଇବାକୁ ଦେଉଛନ୍ତି। ତାହେଲେ ସିଏ କ'ଣ ଠାକୁରଙ୍କ ରୂପରେ ତାକୁ, ଆଉ ଇଏ କ'ଣ ଧଳା କୁକୁର ଆଉ କୁକୁର ନୁହେଁ? ତେଣୁ କାହାକୁ କୌଣସି ଜୀବକୁ ଏମିତି ହଇରାଣ କରନ୍ତୁ ନାହିଁ। ଏତିକି ହାତ ଯୋଡ଼ି ଆପଣମାନଙ୍କୁ ଅନୁରୋଧ କରିବି। ଆଉ ପ୍ରାର୍ଥନା କରିବି ଭଗବାନଙ୍କୁ ଆପଣ କୁହନ୍ତୁ ସେ ଭଲ ହେଇଯାଉ। ଆଉ ଆମ ଚ୍ୟାନେଲକୁ ଆପଣମାନେ ଟିକେ ଏମିତି ସପୋର୍ଟ କରନ୍ତୁ, ଲାଇକ୍ ସେୟାର ସବସ୍କ୍ରାଇବ୍ କରନ୍ତୁ। ଜୟ ଜଗନ୍ନାଥ।